କିଛି ଗୁରୁତ୍ୱପୂର୍ଣ୍ଣ କଥା ଆସନ୍ତୁ ଜାଣିବା। ମନୁଷ୍ୟ ଯେତେ ଗୋରା ହେଉ ସର୍ବଦା ତାର ଛାଇ କଳା ହୋଇଥାଏ। ମୁଁ ଶ୍ରେଷ୍ଠ ଅଟେ ଏହା ଆତ୍ମବିଶ୍ୱାସ, କିନ୍ତୁ କେବଳ ମୁଁ ସର୍ବଶ୍ରେଷ୍ଠ ଅଟେ ଏହା ଅହଙ୍କାର। ଇଚ୍ଛା ପୂରଣ ନହେଲେ ମନରେ କ୍ରୋଧ ଆସେ, ଆଉ ଇଚ୍ଛା ପୂରଣ ହେଲେ ଲୋଭ ବଢ଼ିଯାଏ। ସେଥିପାଇଁ ପ୍ରତ୍ୟେକ ସ୍ଥିତିରେ ସାମାନ୍ୟ ହୋଇ ଧୈର୍ଯ୍ୟ ଧରିବା ବ୍ୟକ୍ତି ଶ୍ରେଷ୍ଠ ଅଟେ। ଯାହାକୁ ଆଶା ମୁତାବକ ସବୁକିଛି ମିଳିଯାଏ ସେ ଭାଗ୍ୟଶାଳୀ ନୁହେଁ। ଭାଗ୍ୟଶାଳୀ ସେହି ଅଟେ ଯିଏ ଆବଶ୍ୟକତା ଠାରୁ କମ୍ ପାଇଥିଲେ ମଧ୍ୟ ତାର ସଦୁପଯୋଗ କରିବାର କଳା ମାଧ୍ୟମରେ ଶ୍ରେଷ୍ଠ କରିପାରିଥାଏ। ଆମେ ଚାଲୁଥିବା ସମୟରେ ଦୁଇ ପାଦ ଭିତରେ ତଫାତ୍ ଅନେକ ଥାଏ। ଗୋଟିଏ ପାଦ ଆଗକୁ ଥାଏ ତ ଅନ୍ୟଟି ପଛରେ ରହିଯାଏ। ନା କେବେ ବି ଆଗରେ ଥିବା ପାଦ ଅଭିମାନ କରେ କି ନା ପଛରେ ଥିବା ପାଦ ଅପମାନ ଭାବେ। କାହିଁକି ନା ସେମାନେ ଜାଣିଛନ୍ତି କିଛି କ୍ଷଣ ମଧ୍ୟରେ ସ୍ଥିତି ବଦଳିଯିବ। ଏହାକୁ ତ ଜୀବନ କୁହନ୍ତି। ଏକତା ରଖନ୍ତୁ, ଶ୍ରେଷ୍ଠତା ପ୍ରତିପାଦନ କରନ୍ତୁ, ଶିକ୍ଷା ପାଇଁ ସମସ୍ତଙ୍କୁ ପ୍ରେରିତ କରାନ୍ତୁ, ସୁଶିକ୍ଷା ଗ୍ରହଣ କରନ୍ତୁ, ଆଉ ସୁସ୍ଥ ସମାଜ ଗଢ଼ିବାରେ ସାହାଯ୍ୟ କରନ୍ତୁ। ସତରେ ପ୍ରେମ ଅନେକ ପ୍ରକାରର ହୁଏ। କେହି ସମୟ କାଟିବାକୁ ପ୍ରେମ କରନ୍ତି, କେହି ନିଜ ସ୍ୱାର୍ଥ ପାଇଁ ପ୍ରେମକୁ ଭଲ ପାଆନ୍ତି, କେହି ମଣିଷର ହୃଦୟକୁ ବୁଝି ସତରେ ଭଲ ପାଆନ୍ତି, ତାହେଲେ ଆଉ କେହି ମାତ୍ର ଅଭିନୟରେ ପ୍ରେମ କରନ୍ତି। କେହି ପ୍ରେମ ପାଇଁ ସବୁକିଛି ତ୍ୟାଗ କରନ୍ତି, କେହି ପୁଣି ସେହି ପ୍ରେମକୁ ଭାଙ୍ଗି ଚାଲିଯାଆନ୍ତି। କେହି ପ୍ରେମରେ ନିଜକୁ ହରାଇ ଦିଅନ୍ତି, କେହି ପୁଣି ପ୍ରେମକୁ ଖେଳ ଭାବି ଛାଡ଼ି ଦିଅନ୍ତି। କିନ୍ତୁ ସତ ପ୍ରେମ ସେ କେବେ ସ୍ୱାର୍ଥ ଜାଣେନି। ସେ କେବଳ ମନରୁ ମନକୁ ନୀରବ ଭାବେ ଯୋଡ଼ିଦିଏ। କ'ଣ ସାଙ୍ଗମାନେ, ଠିକ୍ ତ? ସାଙ୍ଗମାନେ, ପ୍ରେମ ମାନେ କେବଳ ସାଥୀ ହୋଇ ଚାଲିବା ନୁହେଁ, ବରଂ ଜୀବନର ଝଡ଼ରେ ପରସ୍ପରର ଛତା ହୋଇ ଛିଡ଼ା ହେବା ହେଉଛି ପ୍ରକୃତ ପ୍ରେମ। ଯିଏ ତୁମର ସବୁ ଦୁଃଖ ଜାଣି ମଧ୍ୟ ତୁମକୁ ସବୁଠୁ ବେଶୀ ଭଲ ପାଏ, ସେଇ ହେଉଛି ତୁମ ଜୀବନର ପ୍ରକୃତ ପ୍ରେମ। ତେଣୁ ଜୀବନର ଯେକୌଣସି ବି ପରିସ୍ଥିତିରେ କେବେ ବି ଏଇଭଳି ବ୍ୟକ୍ତିଙ୍କ ହାତ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ନଚେତ୍ ସମୟ ଆସିବ ଆପଣ କେବଳ କାନ୍ଦିବେ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଆଜିର ଦୁନିଆରେ ମୁହଁର ଚମକ ଆଉ ଘରର ଉଚ୍ଚତା ଦେଖି କେବେ ବି ଭଲ ମନ୍ଦର ବିଚାର କର ନାହିଁ। ଯଦି ଘରର ବୃଦ୍ଧ ବୃଦ୍ଧା ହସୁଥିବାର ଦେଖାଯାଆନ୍ତି, ତେବେ ବୁଝିନିଅ ଏହା ହେଉଛି ଏକ ଧନୀ ଘର। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।